नमस्कार दर्शक बंधु पूर्वपक्ष प्रस्तुत मैदान को मु तृप्ति आपण मानकु स्वागत करुछि। दर्शक बंधु भारत एवं श्रीलंका मध्य खेला जिबाकु थिबा हाई वोल्टेज टेस्ट सीरीज पूर्वरु टीम इंडिया पई आसीछि गोटिए परे गोटिए खराब खबर। रेड बॉल क्रिकेट रे भारतीय दलर दबदबा बजाई रखिबा पई एही सीरीज अत्यंत गुरुत्वपूर्ण, किंतु सीरीज आरंभ हेबा पूर्वरु ही चयनकर्ता अधिनायक एवं कोचकर निद हजि जाइछि। दलर जणे कि दुई जण नुहंती बरं 5 जण गुरुत्वपूर्ण स्टार खेलाड़ी आहत होई दलरू बाहर रहिछंती किंबा सेमानଙ୍କର ଖେଳିବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜିର ଏହି ବିଶେଷ ଆଲୋଚନାରେ ଆମେ ଜାଣିବା କେଉଁ କେଉଁ 5 ଜଣ ମୁଖ୍ୟ ଖେଳାଳି ଏହି ସିରିଜରୁ ବାଦ୍ ପଡ଼ିବା ଆଶଙ୍କାରେ ଅଛନ୍ତି, ସେମାନଙ୍କର ଆଘାତ କେତେ ଗମ୍ଭୀର ଏବଂ ଏହି ଆହତ ସମସ୍ୟା ଦ୍ୱାରା ଟିମ୍ ଇଣ୍ଡିଆର ପ୍ଲେଇଂ 11 ଉପରେ କି ପ୍ରକାର ପ୍ରଭାବ ପଡ଼ିବ। ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ ରିପୋର୍ଟରେ। ଟେଷ୍ଟ କ୍ରିକେଟରେ ବିଜୟ ହାସଲ କରିବାକୁ ହେଲେ ଦଳରେ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂର ସନ୍ତୁଳନ ରହିବା ଅତି ଜରୁରୀ। କିନ୍ତୁ ଶ୍ରୀଲଙ୍କା ସିରିଜ ପୂର୍ବରୁ ଆହତ ହୋଇଥିବା ଖେଳାଳିଙ୍କ ତାଲିକା ଭାରତୀୟ ଦଳର ମୂଳଦୁଆକୁ ଦୋହଲାଇ ଦେଇଛି। ଦଳର ସବୁଠାରୁ ଭରସାଯୋଗ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଫାଷ୍ଟ ବୋଲରଙ୍କର ଆହତ ସମସ୍ୟା ଭାରତ ପାଇଁ ସାଜିଛି ଗୋଟିଏ ବଡ଼ ଟେନସନ୍। ଟେଷ୍ଟ କ୍ରିକେଟରେ ନୂଆ ବଲରେ ୱିକେଟ୍ ନେବା ଏବଂ ପ୍ରତିପକ୍ଷ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିବାରେ ଯେଉଁ ବୋଲରଙ୍କର ଭୂମିକା ପ୍ରମୁଖ, ସେ ବୋଲିଂ ଅଭ୍ୟାସ ସମୟରେ ଆହତ ହୋଇଛନ୍ତି। ସେଞ୍ଚୁରୀ ଓ ଲଙ୍ଗ ସ୍ପେଲିଂରେ ବୋଲିଂ କରିବା ସେମାନଙ୍କ ପାଇଁ ବର୍ତ୍ତମାନ କଠିନ ହୋଇପଡ଼ିଛି। ଟେଷ୍ଟ କ୍ରିକେଟରେ ମଝି ଓଭରଗୁଡ଼ିକରେ ଇନିଂସ ସମ୍ଭାଳୁଥିବା ଆମର ମୁଖ୍ୟ ବ୍ୟାଟରଙ୍କର ମାଂସପେଶୀ ଟାଣି ହୋଇଯିବା ହେତୁ ସେ ସିରିଜରୁ ବାଦ୍ ପଡ଼ିବା ପ୍ରାୟ ନିଶ୍ଚିତ ହୋଇସାରିଛି। ସ୍ପିନ୍ କିମ୍ବା ପେସ୍ ଅଲରାଉଣ୍ଡର ଯିଏ ଦଳକୁ ଉଭୟ ବ୍ୟାଟ୍ ଓ ବଲରେ ସନ୍ତୁଳନ ପ୍ରଦାନ କରନ୍ତି, ସେ ମଧ୍ୟ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଟେଷ୍ଟ ମ୍ୟାଚରେ ୱିକେଟ୍ ପଛରେ ଛିଡ଼ା ହେଉଥିବା ୱିକେଟ୍ କିପରଙ୍କ ଆହତ ସମସ୍ୟା ଦଳ ପାଇଁ ଆଉ ଏକ ବଡ଼ ଦୁଶ୍ଚିନ୍ତା। ନିକଟରେ ଘରୋଇ କ୍ରିକେଟ ଓ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରୁଥିବା ଯୁବ ଖେଳାଳି ମଧ୍ୟ ଆହତ ହୋଇ ନ୍ୟାସନାଲ କ୍ରିକେଟ ଏକାଡେମୀରେ ରିହାବିଲିଟେସନରେ ଅଛନ୍ତି। 5 ଜଣ ମୁଖ୍ୟ ଖେଳାଳି ଗୋଟିଏ ସମୟରେ ଆହତ ହେବା ପରେ ବର୍ତ୍ତମାନ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ଶ୍ରୀଲଙ୍କା ବିରୋଧରେ କିପରି ହେବ ଭାରତର ପ୍ଲେଇଂ 11। ଶ୍ରୀଲଙ୍କା ଦଳ ଟେଷ୍ଟ କ୍ରିକେଟରେ ସବୁଠାରୁ କଡ଼ା ଚ୍ୟାଲେଞ୍ଜ ଦେଇଥାଏ, ବିଶେଷ କରି ସ୍ପିନ୍ ଅନୁକୂଳ ପିଚ୍ କିମ୍ବା ନୂଆ ବୋଲିଂ କଣ୍ଡିସନରେ ସେମାନଙ୍କୁ ହାଲୁକା ଭାବେ ନେବା ଟିମ୍ ଇଣ୍ଡିଆ ପାଇଁ ଭୁଲ ହେବ। ଏହି ଆହତ ସମସ୍ୟା ଯୋଗୁଁ ବର୍ତ୍ତମାନ ଭାରତର ବେଞ୍ଚ ଷ୍ଟ୍ରେନ୍ଥର ବଡ଼ ପରୀକ୍ଷା ହେବାକୁ ଯାଉଛି। ଇଣ୍ଡିଆ ଏ ଏବଂ ରଞ୍ଜି ଟ୍ରଫିରେ କ୍ରମାଗତ ଭଲ ପ୍ରଦର୍ଶନ କରୁଥିବା ନୂଆ ଓ ଯୁବ ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିପାରେ। ମୁଖ୍ୟ ବୋଲର ଓ ମିଡିଲ ଅର୍ଡର ବ୍ୟାଟର ନଥିବାରୁ ଅଧିନାୟକଙ୍କୁ ନୂଆ ସମୀକରଣ ସହ ମଇଦାନକୁ ଓହ୍ଲାଇବାକୁ ପଡ଼ିବ। ବୋଲିଂ ବିଭାଗରେ ଅଭିଜ୍ଞତାର ଅଭାବକୁ ପୂରଣ କରିବା ପାଇଁ ସ୍ପିନରମାନଙ୍କ ଉପରେ ଅଧିକ ଦାୟିତ୍ୱ ରହିବ। ବିସିସିଆଇର ସୂଚନା ଅନୁସାରେ ସମସ୍ତ ଆହତ ଖେଳାଳିଙ୍କୁ ବାଙ୍ଗାଲୋର ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ମେଡିକାଲ ଟିମ୍ର ନଜରରେ ରଖାଯାଇଛି। ସେମାନଙ୍କର ଫିଟନେସ୍ ଟେଷ୍ଟ ଏବଂ ରିକଭରି ପ୍ରକ୍ରିୟା ଜାରି ରହିଛି। କିନ୍ତୁ ମନେ ରଖିବାକୁ ହେବ ଯେ ଏହି ସିରିଜ କେବଳ ଏକ ସାଧାରଣ ସିରିଜ ନୁହେଁ। ୱାର୍ଲଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ରେସ୍ରେ ବିଜୟ ରହିବା ପାଇଁ ଭାରତକୁ ପ୍ରତ୍ୟେକଟି ଟେଷ୍ଟ ମ୍ୟାଚ୍ ଜିତିବା ଅତ୍ୟନ୍ତ ଆବଶ୍ୟକ। ଯଦି ପ୍ରମୁଖ ଖେଳାଳିମାନେ ସିରିଜର ପ୍ରଥମ ଟେଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ନ ହୁଅନ୍ତି, ତେବେ ଭାରତ ପାଇଁ WTC ପଏଣ୍ଟ ଟେବୁଲରେ ଆଗରେ ରହିବା ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ। ବନ୍ଧୁଗଣ, ସମସ୍ୟା ଯେତେ ବଡ଼ ହେଲେ ବି ଭାରତୀୟ କ୍ରିକେଟ ଦଳରେ ପ୍ରତିଭାର କୌଣସି ଅଭାବ ନାହିଁ। ପୂର୍ବରୁ ମଧ୍ୟ ଆମ ଦଳ ଅନେକ ବଡ଼ ବଡ଼ ଖେଳାଳିଙ୍କର ଅନୁପସ୍ଥିତିରେ ବିଦେଶୀ ମାଟିରେ ଏବଂ ଘରୋଇ ଗ୍ରାଉଣ୍ଡରେ ସ୍ମରଣୀୟ ବିଜୟ ହାସଲ କରିଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି 5 ଜଣ ଆହତ ଖେଳାଳିଙ୍କ ମଧ୍ୟରୁ କେତେ ଜଣ ପ୍ରଥମ ଟେଷ୍ଟ ମ୍ୟାଚ୍ ସୁଦ୍ଧା କମ୍ବ୍ୟାକ୍ କରୁଛନ୍ତି ଏବଂ ଯୁବ ଖେଳାଳିମାନେ ଏହି ସୁଯୋଗର କିପରି ଫାଇଦା ଉଠାଉଛନ୍ତି। ଆପଣଙ୍କ ମତରେ ଏହି ଆହତ ଖେଳାଳିଙ୍କ ଅନୁପସ୍ଥିତିରେ ଶ୍ରୀଲଙ୍କା ବିରୋଧରେ କାହାକୁ ସୁଯୋଗ ମିଳିବା ଦରକାର ଏବଂ ଭାରତୀୟ ଦଳ ଏହି ସିରିଜ ଜିତିପାରିବ କି ନାହିଁ, ଆମକୁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଖେଳ ଜଗତର ପ୍ରତ୍ୟେକଟି ତାଜା ଅପଡେଟ୍ ଓ ବିଶ୍ଳେଷଣ ପାଇଁ ଆମ ଭିଡିଓକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ଆଦୌ ଭୁଲନ୍ତୁ ନାହିଁ। ଆପଣମାନଙ୍କ ମଧ୍ୟରୁ ଅନେକ ଭିଡିଓ ଦେଖୁଛନ୍ତି କିନ୍ତୁ ସବସ୍କ୍ରାଇବ କରୁନାହାନ୍ତି। ଅନୁରୋଧ କରୁଛି ସବସ୍କ୍ରାଇବ କରି ଆମ ପୁରା ଟିମକୁ ଉତ୍ସାହିତ କରନ୍ତୁ। ଫେସବୁକରେ ମଧ୍ୟ ଆମ ସହ ଯୋଡ଼ି ହୁଅନ୍ତୁ।
ତେବେ ଆଜି ପାଇଁ ଏତିକି ରହୁଛି। ନମସ୍କାର। मन कहुछि किछि नुआ करिबा पई हेले पाखरे संबळ नाही तेबे व्यस्त हुंतु नाही। मधुलिका एंटरप्राइजेस एबे बुझिबो आपणक मन कथा। क्षुद्र शिल्प ठारु नै मध्यम शिल्प पई सुलभ मूल्य रे जोगाई देबो समस्त प्रकार मेसिन और रॉ मटेरियल जहाकु नै आपण सहज आरंभ करि परिबे नुआ एक व्यवसाय। अधिक जानिबा पई आज ही कॉल करंतु